ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଜାନୁଆରୀ 18 ତାରିଖ ଶନିବାର, ମାଘ କୃଷ୍ଣ ପଞ୍ଚମୀ ତିଥି, ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ସିଂହ ରାଶିରେ ଚନ୍ଦ୍ର, ମକର ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ଶତ୍ରୁ ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି ହେବ, ଯାତ୍ରାରେ ବିଫଳ ହେବେ, ଶତ୍ରୁ ବୃଦ୍ଧି ପାଇବେ, ବୃଥା ବ୍ୟୟର ଯୋଗ ଅଛି। ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଅପମାନିତ ହୋଇପାରନ୍ତି, ଅଯଥା କଳି ଝଗଡ଼ାରେ ପସନ୍ଦ ନୁହେଁ। ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କଲେ 30% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆଜି ଆପଣ ଶରୀର କଷ୍ଟ ପାଇପାରନ୍ତି, ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ, ତାପରେ ଯାଇ ସଫଳ ହେବେ। ଆଜି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଉଭୟ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ, ବହୁ ପରିଶ୍ରମ କରିବାକୁ ପଡ଼ିପାରେ। ଆଜି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ, ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ, ବୃଥା ବ୍ୟୟର ଯୋଗ ଅଛି। ଆଜି ଆପଣଙ୍କର ଶତ୍ରୁ ବୃଦ୍ଧି ପାଇବେ। ତାପରେ ଆସିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ, ଶତ୍ରୁ ବୃଦ୍ଧି ପାଇବେ, ଧନହାନିର ଯୋଗ ଅଛି। ଆଜି ଆପଣ ଅଯଥା କଳି ଝଗଡ଼ାରେ ପସନ୍ଦ ନାହିଁ। ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ତାପରେ ଆସିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ମନ ଦେବେ। ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ, ସୁସ୍ୱାଦୁ ଭୋଜନ ଲାଭର ଯୋଗ ଅଛି। ପରିବାରରେ ହସ ଖୁସିରେ ଦିନଟି ଅତିବାହିତ ହେବ। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ପରାସ୍ତ ହେବେ, ଧନ ଲାଭର ଯୋଗ ଅଛି, ବାଣିଜ୍ୟରେ ବୃଦ୍ଧି। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ପାଇବେ। ତାପରେ ଆସିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ମାତ୍ର ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ, ବହୁ ପରିଶ୍ରମର ଯୋଗ ଅଛି। ଆପଣ ଆଜି ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆପଣ ଆଜି 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ବହୁ ପରିଶ୍ରମର ଯୋଗ ଅଛି। ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ, ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ। ଆଜି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଧନ ଲାଭର ଯୋଗ ଅଛି, ବାଣିଜ୍ୟରେ ବୃଦ୍ଧି, ଶତ୍ରୁ ପରାସ୍ତ ହେବେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି 70% ଫଳ ପାଇବେ। ତାପରେ ଆସିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭର ଯୋଗ ଅଛି, ସୁସ୍ୱାଦୁ ଭୋଜନ ଲାଭ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ଶେଷରେ କହି ରଖୁଛି, ଆଜି ବେଲ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ।